ତ ଆପଣମାନେ ଅନେକ ଥର ବନେଇଥିବେ ଆଉ ଖାଇ ବି ଥିବେ, ହେଲେ କଦମ୍ବ ଫୁଲ ପରି ପିଠା କେବେ ଘରେ ବନେଇଛନ୍ତି କି? ନମସ୍କାର, ସୁଫୁଡ ରେସିପି କି ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଦୁଇ ପ୍ରକାରର ପିଠା ବନେଇବା, ଯୋଉଟା ଆପଣଙ୍କୁ ସହଜ ଲାଗୁଛି ସେଇଟା ଆପଣ ବନେଇ ପାରିବେ, ହେଲେ ଟେଷ୍ଟରେ ପୁରାପୁରି ଏକ ନମ୍ବର। ଥରେ ଖାଇଲେ ମାନେ ଆଉ ଥରେ ଆକୁ ନିହାତି ଟ୍ରାଏ କରିବେ, ଦେହ ପାଇଁ ବହୁତ ହି ଭଲ। ଏବେ ଡେରି ନ କରି ଚାଲନ୍ତୁ ବନେଇବା। ପିଠା ବନେଇବା ପାଇଁ ଏଠି ଦେଖନ୍ତୁ ମିଳିଛି 1 କପ୍ ସୁଜି। ଏଟା ପୁରାପୁରି ପତଳା ସୁଜି ବା ସରୁ ସୁଜି। ଯଦି ଆପଣ ପାଖରେ ସରୁ ସୁଜି ନାହିଁ ତାହେଲେ ଆ ବଦଳରେ ଆପଣ ମୋଟା ସୁଜି କି ବ୍ଲେଣ୍ଡିଂ ଜାର ରେ ଥରେ ଗ୍ରାଇଣ୍ଡିଂ କରିଦେଲେ ସେ ପୁରାପୁରି ସରୁ ହେଇଯିବ। 1 କପ୍ ମାପିକି ଆମେ ସୁଜି ନେଇଛେ, ସେଇ ପରିମାଣରେ ମାପିକି ଆମେ ନେବା ପାଣି। ଏଠି ମୁଁ ଅଧା କପ୍ ପାଣି ଦେଇଛି, ଜମା ବି କମ ବେଶୀ କରିବେନି, ନହେଲେ ପୁରାପୁରି ବ୍ୟାଟରଟା ଆମର ପତଳା ହେଇଯିବ, ମୋଟା ହେଇଯିବ, ପୁରାପୁରି ପିଠା ବନେଇବାନି। ଦେଖନ୍ତୁ ପୁରାପୁରି ସବୁ ଯାକ ପାଣି ସାଙ୍ଗେ ସାଙ୍ଗେ ସୋକ୍ କରିଦେଇଛି। ଏବେ କଣ କରିବା, ଚାମଚ ସାହାଯ୍ୟରେ ସବୁ ଯାକ ତାକୁ ବଢିଆ ସେ ଗୋଳେଇ ଦେବା। ଆଉ ପାଣି ଜମା ବି ଦରକାର ନାହିଁ, ଏତିକି ଆମ ପାଣି ଦରକାର। ଏବେ କଣ କରିବା, ତାକୁ ଟିକେ ସମୟ ପାଇଁ ସାଇଡ କରିଦେବା। 1 କପ୍ ମାପିକି ନେଇଥିଲେ ସୁଜି, ସେଇ ହିସାବରେ ଆମେ 1 କପ୍ ମାପିକି ନେବା ଚୁଡା। ଯେତିକି ସୁଜି ସେତିକି ଚୁଡା। ଚୁଡାକୁ କଣ କରିବା, 3 ରୁ 4 ଥର ବଢିଆ ସେ କଣ କରିବା ଧୋଇଦେବା। ମୋଟା ହଉ କି ପତଳା କିଛି ଅସୁବିଧା ନାହିଁ। ଏବେ କଣ କରିବା, ସବୁ ଯାକ ବଢିଆ ସେ ଧୋଇ ସାରିଲା ପରେ ତାକୁ ପୁରାପୁରି ଛାଣିବା ଦରକାର ନାହିଁ, ଖାଲି ପାଣି ଜଷ୍ଟ ନିଗିଡେଇ ଦେବେ, ଟିକେ ଟିକେ ପାଣି ଲାଗିଥିବ, ଏତିକି ହିଁ ଆମ ଦରକାର। ଏବେ ଆମେ ସବୁ ଯାକ ଚୁଡା ବଢିଆ ସେ ଧୋଇ ଦେଇଛେ। ଏବେ ଆମେ କଣ କରିବା, ଆମେ ବତୁରେଇକି ରଖିଥିବା ସୁଜିରେ ସବୁ ଯାକ ଚୁଡାକୁ ଧୀରେ ଧୀରେ କରିକି ଆଡ କରିଦେବା। ଜମା ବି ପାଣି ଦେବେନି, ଏତିକି ପାଣି ଭିତରେ ସେଟା ବତୁରିକି ରେଡି ହେଇଯିବ। ଏବେ କଣ କରିବା, ସବୁ ଯାକ ଚୁଡା ଆଉ ସୁଜିକୁ ବଢିଆ ସେ ଗୋଳେଇ ଦେବା। ଯଦି ବେଶୀ ଟାଇଟ ଲାଗୁଛି ଏବେ ସେଥିରେ କଣ କରିବେ, ଟିକେ ଲୁଣ ପକେଇଦେବେ, ଯାହାଫଳରେ ଟିକେ ପତଳା ହେଇଯିବ ଆଉ ଗୋଳିବାକୁ ସୁବିଧା ହବ। ଚାମଚରେ ଯଦି ହେଇପାରୁନି ହାତରେ ସବୁ ଯାକ ବଢିଆ ସେ ଦଳେଇ ଦିଅନ୍ତୁ। ଆଉ ବେଶୀ ସମୟ ତାକୁ ଦଳିବା ଦରକାର ନାହିଁ, ସବୁ ଜିନିଷ ବଢିଆ ସେ ଗୋଳେଇ ସାରିଲା ପରେ ତାକୁ କଣ କରିବେ, 5 ମିନିଟ୍ ପାଇଁ କିମ୍ବା 7 ମିନିଟ୍ ପାଇଁ ରେଷ୍ଟ ଦେବାକୁ ଛାଡିଦେବେ। ସେଇ ଭିତରେ ଚାଲନ୍ତୁ ଆମେ ବନେଇବା। ଏଠି ମୁଁ ଅଧା ଚାମଚ ଗୁଆ ଘିଅ ନେଇଛି, ଆପଣ ଆ ଜାଗାରେ ରିଫାଇନ ତେଲକୁ ମଧ୍ୟ ୟୁଜ କରିପାରିବେ। ଏବେ ଏଥିରେ ମାପିକି 3 ଚାମଚ ସୁଜି ଆଡ କରିଛି। ଏମିତି ଥରେ ପୁରା ବନେଇକି ଦେଖନ୍ତୁ, କାକେରା ପିଠା ହଉ କି ସେ ମଣ୍ଡା ପିଠା, ଯୋଉଥିରେ ବି ପୁରେଇଲେ ହେଲେ ଏଟା ଟେଷ୍ଟ ଲାଗିବ। ସୁଜିକି କଣ କରିବା, ଗ୍ୟାସ ର ଫ୍ଲେମ ସ୍ଲୋ କରିକି ବଢିଆ ସେ ଭାଜିବା, ପୁରାପୁରି ଲାଲ ହେବା ପର୍ଯ୍ୟନ୍ତ। ଏଠି ଦେଖନ୍ତୁ ସୁଜି ବଢିଆ ସେ ଭାଜି ହେଇଯାଇଛି। 3 ଚାମଚ ଆମେ ସୁଜି ନେଇଛେ, ସେଇ ହିସାବରେ ଏଠି 1 କପ୍ ପାଣି ଦେଇଛେ। ପାଣି ଟିକେ ଦେଖିକି ଦେବେ, ଜମା ଅଧିକ ଦେବେନି। ଏବେ କଣ କରିବା, ସୁଜି ସାଙ୍ଗେ ସାଙ୍ଗେ ଫୁଟିବାରେ ଲାଗିଲାଣି। ଏବେ ସେଥିରେ ଆମେ ସ୍ୱାଦ ଅନୁସାରେ ଅଳ୍ପ ଟିକେ ଲୁଣ ଆଡ କରିବା। ତା ସହିତ ଏଠି ମୁଁ 1 କପ୍ ଗୁଡ ଆଡ କରିଛି। ଗୁଡଟା ବଢିଆ କଲର ଦେଖାଯାଏ। ଯଦି ଆପଣ ଗୁଡ ପସନ୍ଦ କରନ୍ତିନି ତାହେଲେ ଆ ଜାଗାରେ ଆପଣ ଚିନିକୁ ମଧ୍ୟ ୟୁଜ କରିପାରିବେ। ଏବେ କଣ କରିବା, ସବୁ ଯାକ ଗୁଡକୁ ବଢିଆ ସେ ମେଲ୍ଟ ହେବାକୁ ଦେବା। ଏଠି ଦେଖନ୍ତୁ ଗୁଡ ବଢିଆ ସେ ଫୁଟି ଗଲାଣି ଆଉ ପୁରାପୁରି ମେଲ୍ଟ ହେଇଯାଇଛି। ଏବେ ସେଥିରେ ଆମେ 1 କପ୍ ଛେନା ପକଉଛେ। ଯଦି ଆପଣଙ୍କ ପାଖରେ ଛେନା ନାହିଁ ତାହେଲେ ଆ ଜାଗାରେ ଆପଣ ନଡିଆକୁ ମଧ୍ୟ ୟୁଜ କରିପାରିବେ। ଛେନା, ଗୁଡ, ସୁଜି ସବୁ ଯାକ ବଢିଆ ସେ ଗୋଳେଇବା ଆଉ ପାଣି ମାରିବା ପର୍ଯ୍ୟନ୍ତ ପୁରାପୁରି ତାକୁ ବଢିଆ ସେ ଘାଣ୍ଟିବା। ଗ୍ୟାସ ର ଫ୍ଲେମ ମିଡିୟମ ରଖିକି ସବୁ ଯାକ ବଢିଆ ସେ ଗୋଳେଇବେ। 2 ରୁ 3 ମିନିଟ୍ ଭିତରେ ସବୁ ଯାକ ପାଣି ମରିଯିବ, ସୁଜିଟା ସବୁ ଯାକ ପାଣି ସୋକ୍ କରିଦେବେ। ତେଣୁ ଗ୍ୟାସ ର ଫ୍ଲେମ ମିଡିୟମ କରିକି ସୁଜିଟାକୁ ଟିକେ ସମୟ ତାକୁ ଘାଣ୍ଟିବେ। ଏବେ ଦେଖନ୍ତୁ 3 ମିନିଟ୍ ପରେ ସବୁ ଯାକ ପାଣି ବଢିଆ ସେ ସୋକ୍ ହେଇଯାଇଛି। ଥଣ୍ଡା ପଡିଲା ପରେ ଆଉ ଟିକେ ଟାଇଟ୍ ହେଇଯିବ। ତେଣୁ ଏବେ କଣ କରିବା, ଏଥିରେ ଟିକେ ଗୁଜୁରାତି ଗୋଲମରିଚ ଗୁଣ୍ଡ ଦେଇକି ଗ୍ୟାସ ର ଫ୍ଲେମ କୁ ବନ୍ଦ କରିଦେବା। ଏବେ ଦେଖନ୍ତୁ ମୁଁ ଆଉ ଗୋଟେ ଜିନିଷ ଏଠି ଆଡ କରୁଛି, ଚାଉଳ। ଏଠି ମୁଁ କିଛି ଅରୁଆ ଚାଉଳ ନେଇଛି, ଯୋଉଟା 2 ରୁ 3 ଘଣ୍ଟା ଆଗରୁ ବଢିଆ ସେ ବତୁରେଇକି ରଖିଦେଇଥିଲି। ଆ ଜାଗାରେ ଆପଣ ଇଣ୍ଡିଆ ଗେଟ୍ ଚାଉଳକୁ ମଧ୍ୟ ୟୁଜ କରିପାରିବେ, ସେଟା ଆଉ ଟିକେ ବଢିଆ ଦେଖାଯିବ। ଏବେ ସବୁ ଯାକ କଣ କରିବା, ବଢିଆ ସେ ଧୋଇକି ତାକୁ ଗୋଟେ ପ୍ଲେଟ କୁ ସବୁ ଯାକ ଛାଣିଦେବା। ଏଇ ପ୍ରୋସେସ କରିବେ, ଜମା ବି ତାକୁ ସବୁ ଯାକ ପାଣି ସୋକ୍ କରିବେନି, ଟିକେ ଟିକେ ପାଣି ଲାଗିଥିବ, ସେମିତି ଆମର ଦରକାର। ଏବେ ସେଥିରେ ଅଳ୍ପ ଟିକେ ଲୁଣ, ତା ସହିତ ଏଠି ଅଳ୍ପ ଟିକେ ଚିନି ଆଡ କରିବା, ଯାହାଫଳରେ ଏଟା କୋଟିଂ ଦେଲା ପରେ ଏଇ ଷ୍ଟେଜଟା ଖାଇଲା ବେଳକୁ ବି ବହୁତ ଟେଷ୍ଟ ଲାଗିବ। ସେଥିପାଇଁ ଆମେ ଏଥିରେ ଅଳ୍ପ ଟିକେ ଲୁଣ ଆଉ ଅଳ୍ପ ଟିକେ ଚିନି ଦେଇକି ସବୁ ଯାକ କଣ କରିଛେ, ବଢିଆ ସେ ଗୋଳେଇ ଦେଇଛେ। ଆକୁ ଆମେ ଏବେ ସାଇଡ କରିଦେବା। ଏଇ ଭିତରେ ଦେଖନ୍ତୁ 5 ରୁ 7 ମିନିଟ୍ ହେଇଯାଇଛି। ଏଠି ଆମର ଯୋଉ ବତୁରେଇକି ରଖିଥିଲେ ସୁଜି ଆଉ ଚୁଡା ବଢିଆ ସେ ବତୁରି ଯାଇଛି। ଯେମିତି ଆମେ ଅଟା ଦଳୁଛେ ସେମିତି ହିସାବରେ ବଢିଆ ସେ ତାକୁ କଣ କରିବା, ଦଳିବା। ଯେତେ ବଢିଆ ସେ ଦଳିବେ ଆମର ଡୋ ଟା ସେତେ ବଢିଆ ହେଇକି ବାହାରିବ। ଏଥିରେ ଆମେ ଲୁଣ କିମ୍ବା ଚିନି ଆଡ କରିନେ। ଏଇ କଣ୍ଡିସନରେ ଆମେ ବଢିଆ ସେ ସବୁ ଯାକ ଦଳି ସାରିଲା ପରେ ଏବେ ସେଥିରେ ଆମେ ଆଡ କରିବା ଲୁଣ ଆଉ ଚିନି। ଲୁଣର ପରିମାଣ ଟିକେ କମ କରିବେ, ଚିନିର ପରିମାଣ ଟିକେ ବେଶୀ କରିବେ। ଅଳ୍ପ ଟିକେ ଲୁଣ ସହିତ ଏଠି 1 ଚାମଚ ମୁଁ ଚିନି ଆଡ କରିଛି। ଏବେ କଣ କରିବା, ଲୁଣ ଚିନି ପକେଇକି ସବୁ ଯାକ ବଢିଆ ସେ ଦଳିବା। ଦେଖିଲେନି ନା, ଜମା ବି ହାତକୁ ଲାଗୁନି ଆଉ ବଢିଆ ସେ ଦଳି ହେଇଯାଉଛି। ଏଥିରେ ଆଉ ଜମା ପାଣି ହେବା ଦରକାର ନାହିଁ, ସବୁ ଯାକ ବଢିଆ ସେ ଦଳି ଯାଇଛି। ଆମ ଡୋ ଟା ପୁରାପୁରି ବନେଇକି ରେଡି ହେଇଯାଇଛି। ବିନା ଜନ୍ତୁଣୀରେ ଆମର ପରଫେକ୍ଟ ପିଠା ଆମର ବନେଇକି ରେଡି। ଏଠି ଦେଖନ୍ତୁ ଯେମିତି ଆମେ ମଣ୍ଡା ପିଠା କରୁଛେ ସେଇ ହିସାବରେ ଆମେ କଣ କରିବା, ଗୋଟେ
डोप नेबा आ डोप को एमती आंगुठी साहाଯ୍य बढ़िया से सब जगह गात करबा ता भीतर एमती पूरा बढ़िया से भरिबो जिते अधिक पुर देबे खाइबा को सेते टेस्ट लागो हेले फळीटा को टिके पतला करिया को चेष्टा करबे एबे आमे सेतरे भरी भरी की पूरा देबा एमिति पूरा देबा जेमिति खाइला बेले पाटी की प्रति बाइट को आसीबो एबे ताको मंडा पिठा जेमिति करनते सेही हिसाब रे हम ताको गढिबा पूरा पूरी मोदक स्टाइल एटा मुटे गढिछि यदि आपन केमति आसुनी तार नॉर्मल जेमति मंडा पिठा करनते सेही हिसाब रे आपन शेप दे परिबे योटा आपन को पसंद सेही हिसाब रे आपन शेप दियंतु एबे एठी मो आ गोटे बने के देखुछि आज रे वीडियो आपन केमति लागुछि कमेंट सेक्शन में निश्चय जणाइबे वीडियोटी भल लागले चैनल को सब्सक्राइब करिया को भूलिबेनी हाजिर ए कदम्ब पिठा आपण मानकु निश्चय पसंद आसीबो तार ग्यारंटी मु दउछि ता सहित एटा बिना तेल रे पूरा पूरी सिजा पिठा देह पई बहुत भल एबे देखंतु सब जक पिठा हमर गढी के रेडी हेछि एबे जिबा ताकू हमें कोटिंग करिया को बतुरी के रखिते चावल को बढ़िया से हम रखि देछि एठी हम पिठा रे कोन करछि टिके टिके पानी अंश लागिछि ताकू बढ़िया से चावल रे गुळे देले ता चारि पट पूरा बढ़िया से कोटे कोटिंग हेजो जदि आपन को ए स्टेप टा भल लागुनी ताले आकू आपण स्किप करके खाली एमती नॉर्मल ताको सिजेई के मध्य खाई परिबे हेले एमिति कले ता ऊपर टिके अट्रैक्टिव देखा जाय आ खाइबा को मध्य मजेदार लागि थाए एबे देखंतु सब जगह बढ़िया से कोटिंग करसला परे एबे आकू हमें दीटा स्टेज रे सिजेइबा प्रथमे कोन करबा गैस रे गोटे इडली छांचा बसे देछि सेठी हमें इडली जेमती बसंदे सेही हिसाब रे हम गोटे इडली छांचार स्टैंड रखि देछि पानी बढ़िया से फुटे साला परे जेतिकिटा हमर इडली छांचार जागा होछि सेतिकिटा हमें बसे देबा एठी आपन गोटे स्टेज कहि रखुछि इडली छांचार पानी टिके अधिक देबे एटा सिजेबा गोटे टाइम लागिबो 10 मिनिट लागिबो चावलटा हेबा पय जेति टाइम लागे पूरा पूरी 10 मिनिट लागे गैस रो फ्लेम मीडियम टू हाई रखि प्रथमे बढ़िया से स्टीम आसे को देबे तापरे मीडियम रखि पूरा पूरी 10 रु 15 मिनिट पर्यंत बसेबे देखिबे ऊपर बढ़िया से चावल गुडको फुली गेलानी तेबे जाईकी गैस रो फ्लेम को बंद करके हम सब जाक इडली छांचरो बाहर कर देबा हमर कदम पिठा एठी देखंतु गोटे स्टेज रे कदम पिठा हम सब जाक बनि के रेडी हे गेलानी एबे हमें आ गोटे स्टेज रे ताकू बढ़िया से पानी तक फुटेबा आ ता भीतर एमती बाकी तक कदम पिठा को बढ़िया से एमती ऐड कर देबा पानी बढ़िया से टकमक हे फुटे सला परे सब जाक कोन करबे ऐड कर देबे जहा फले एटा 10 मिनिट लागबे पुणी आउथरे बनिया पय जो स्टेज ता आपन को सहज लागु जे से स्टेज रे आपन बने परिबे ऊपर भात गुडी को बढ़िया से बा चावल गुडी को पूरा पूरी भात हला बले देखा गला परे तापरे कोन करबे चटु साहाଯ୍य रे बाहर कर देबे एटा जमा भी खोलिबनी पूरा पूरी टाइट हे रहबा आ बहुत ही नरम आ बहुत ही टेस्टी एठी देखंतु हमर कदम पिठा बनि के रेडी हे गलानी जोटा सुबिधा लागो सेटा घरे बनांतु रहिली देखा हबा नेक्स्ट वीडियो रे टाटा।